ଯଦି ଜନ୍ମ ସମୟରେ କୌଣସି ଲୋକ କର୍କଟ ରାଶିରେ ଜନ୍ମ ହବ ତାହେଲେ କଣ ହବ? ସେ କାର୍ଯ୍ୟରେ ପଟୁ, ଧନୀ, ଶୂର, ଧର୍ମାତ୍ମା, ଗୁରୁଭକ୍ତ, ମସ୍ତକ ରୋଗରେ ଯୁକ୍ତ। ତାକୁ ବ୍ରେନ ରିଲେଟେଡ ସମସ୍ୟା ହବାର ସମ୍ଭାବନା ଅଛି ଯଦି ନୈସର୍ଗିକ ପାପ ଗ୍ରହ ମାନେ ଚନ୍ଦ୍ରକୁ ଦୃଷ୍ଟ କଲେ। ତ ମହାବୁଦ୍ଧିମାନ, ଦୁର୍ବଳ ଦେହା, କାର୍ଯ୍ୟକୁ ଜାଣିବା ବାଲା, ବିଦେଶବାସୀ, ଧନବାନ, ଅଳ୍ପ ବଳ ବାଲା, ଦୁଃଖୀ, ସୁନ୍ଦର ମିତ୍ର ବାଲା, ଘର ଅନାସକ୍ତ, ଘରରେ ଅନାସକ୍ତ ରହିବା ବାଲା ଏବଂ କୁଟିଳ ହୋଇଥାଏ। ଭାଇ ଦେଖନ୍ତୁ, ଏଠି ଆପଣଙ୍କୁ ବୁଝିବାର ଅଛି, ଯଦି ଆପଣ ଏମିତି ଘୋଷିକି ମନେ ରଖିବେ ହେଇପାରିବନି। ଏଠି ଆଚାର୍ଯ୍ୟ ମାନେ କିଛିଟା ଭଲ କ୍ୱାଲିଟି ବି କହିଛନ୍ତି, କିଛିଟା ଖରାପ କ୍ୱାଲିଟି ବି କହିଛନ୍ତି। ତେଣୁ ଆପଣ ମାନଙ୍କ ମୁଣ୍ଡରେ ରହିବା ଦରକାର, ଯଦି ନୈସର୍ଗିକ ଶୁଭ ଗ୍ରହ ଦେଖୁଛନ୍ତି ତାହେଲେ ଭଲ ଫଳର ବୃଦ୍ଧି ହବ, ଫଳର ଫଳ ଟିକେ ଟିକେ କମ ରହିବ। ଯଦି ନୈସର୍ଗିକ ପାପ ଗ୍ରହ ମାନେ ଦେଖୁଛନ୍ତି ତାହେଲେ ଖରାପ ଫଳର ବୃଦ୍ଧି ହବ, ଭଲ ଫଳ ଟିକେ 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 କମ ରହିବ। ଏଇଟା ଆପଣଙ୍କୁ ଇଣ୍ଟରପ୍ରିଟ କରିବା ଦରକାର ନିଜେ, ନାଇଁ କି ବହିରେ ଯାହା ଦେଇଛି ସେଇଆ। ଆପଣ ବାସ୍ତବରେ କଣ ଗୋଟେ ସେଇଟା ତ ଆପଣଙ୍କୁ ଜାଣିବା ଦରକାର ନା।